ସବୁଦିନ ରୁଟି ପରଟା ଉପମା ଖାଇକି ପାଟିଟା ମୋର ବୋର୍ ହେଇ ଆଜି କଲରଫୁଲ ମ୍ୟାଗି ଖାଇବାକୁ ମୋତେ କହିଲା। ତାପରେ ପାଟିର ଇଚ୍ଛାକୁ ପୂରଣ କରିବାକୁ ଯାଇ ମୁଁ ରୋଷେଇଶାଳକୁ ବାହାରି ପଡ଼ିଲି। ସାଙ୍ଗମାନେ, କଲରଫୁଲ ମ୍ୟାଗି ପାଇଁ ଆପଣଙ୍କ ପାଖରେ ଯାହା ବି ପରିବା ଥିବ ତାକୁ ଟିକ୍ ଟିକ୍ କରି କାଟିଦେବେ। ଆରେ ଆରେ, କହିଲି ବୋଲି ଜହ୍ନି, କଖାରୁ, ମୂଳା, ଭେଣ୍ଡି ତାକୁ ବି କାଟିଦେବେ ନା କ'ଣ? ଟିକେ ବୁଦ୍ଧି ଖଟେଇବେ ନା। ମୁଁ ଟିକେ ବୁଦ୍ଧି ଖଟେଇକି କଲରଫୁଲ ମ୍ୟାଗି ପାଇଁ ଗାଜର, ଆଳୁ, ବିନ୍ସ, କୋବି, ଟମାଟୋ, ପିଆଜ, କଞ୍ଚାଲଙ୍କାକୁ ଟିକ୍ ଟିକ୍ କରି କାଟି ଦେଇଥିଲି। ତା ସହିତ କିଛି ମଟର ଛୁଇଁ ରଖିଥିଲି ଆଉ ସୋୟାବିନ୍କୁ ପାଣିରେ ସିଝେଇ ରଖିଥିଲି। ପ୍ରଥମେ ପ୍ୟାନ୍ରେ କିଛି ତେଲ ଦେଇ ତେଲ ଗରମ ହେଲା ପରେ କଞ୍ଚାଲଙ୍କା ଆଉ ପିଆଜକୁ ଫ୍ରାଏ କରିଥିଲି। ପିଆଜ ଫ୍ରାଏ ହେଲା ପରେ ଗୋଟେ ପରିବା ପକେଇ ସୋୟାବିନ୍ ପକେଇ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲସେ ଫ୍ରାଏ କରିଥିଲି। ପରିବା ଅଧା ସିଝିଗଲା ପରେ ସେଥିରେ କିଛି ପାଣି ଦେଇ ପକେଇ ଦେଇଥିଲି ଆମ ଦେହ ପାଇଁ ହେଲ୍ଦି ଥିବା ଅଟା ମ୍ୟାଗିକୁ। ମ୍ୟାଗି ଟିକେ ସିଝିଗଲା ପରେ ସେଥିରେ ମ୍ୟାଗି ମସଲା, ଟମାଟୋ ସସ୍, ଚିଲି ସସ୍ ଆଉ ଧନିଆ ପତ୍ର ପକେଇ ଫାଇନାଲ ଟଚ୍ ଦେଇ ରେଡି କରିଦେଇଥିଲି କଲରଫୁଲ ମ୍ୟାଗିକୁ। ତାପରେ ତାକୁ ଟିକେ ସଜବାଜ କରିଦେଇ ସ୍ୱାମୀକି ନେଇ ପରସିଦେଲି। ଆମେ ତ କଲରଫୁଲ ମ୍ୟାଗି ଖାଇ ଆମ ପାଟି ସହିତ ମନ ହେଇଗଲା କଲରଫୁଲ। ଆପଣମାନେ ଏମିତି କଲରଫୁଲ ମ୍ୟାଗି ବନେଇ ଖାଆନ୍ତୁ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ସାଇରାମ।